ଦିଅନ୍ତୁ। ଆଜ୍ଞା ଜରିପୁର ନା କ'ଣ ଆପଣଙ୍କର? ଲୋକନାଥ ମଧୁଲୁ। ଆଚ୍ଛା, ଏଇ ଯେଉଁ ସମସ୍ୟାଟି ଚାଲିଛି ବର୍ତ୍ତମାନ ଇଲେକ୍ଟ୍ରିକ୍ ସମସ୍ୟା, ତ ଶୁଣାଯାଉଛି କ'ଣ ଆଜି ସଟ୍ ଆଉଟ୍ ହେବ, ଆଜି ମେସିନ୍ ଲାଗୁଛି। ଏଇ ଯେଉଁ 5-6 ଦିନରେ ଯେଉଁ ଅସୁବିଧାଟା ଘଟିଲା ତାର କ'ଣ ପ୍ରତିକ୍ରିୟା ରଖିବେ, କ'ଣ କହିବେ ଆପଣ? ନାଇଁ ଆଜ୍ଞା, ମୁଁ ଦେଖୁଥିଲି ବହୁତ ଦିନ ହେଲା, ମୁଁ ସାର୍ଙ୍କୁ ବି ଯାଇକି ବି ଆମର ଏସ୍ଟୋଙ୍କୁ ବି ଫୋନ୍ କରିଥିଲି। ସେମାନେ ବି କହିଲେ ନାଇଁ ସମାଧାନ ବାପି କାଲି ହେଇଯିବ ସବୁ। ସାର୍ ବି ମୋତେ କହିଲେ ବାପି 2 ଦିନ ଭିତରେ ସମାଧାନ ହେଇଯିବ। ଏ ଯେଉଁ ଅଘୋଷିତ ମାନେ ନ ଜଣେଇକି ଲାଇନ୍ଟି କଟାଯାଉଛି ତା ବିଷୟରେ କ'ଣ ପ୍ରତିକ୍ରିୟା ରଖିବେ? ଏଇଟା ଗୋଟେ କଥା କହିବି ଭାଇ, ଖରାପ ଭାବିବେନି। ଗୋଟେ କଥା ଜିନିଷଟା ହେଉଛି ଏଇଟା ହେଉଛି ଦୈବ ଦୁର୍ଘଟଣା। ଲାଇଟିଂରେ କେହି ସମାଧାନ କରିପାରିବେନି। ସେଟା ହେଉଛି ଯେ ଯେହେତୁ ଲାଇନ୍ କଟୁଛି, ପିଲାଙ୍କ ବର୍ତ୍ତମାନ ପାଠପଢ଼ା, ପିଲାଙ୍କର ପାଠପଢ଼ା ପରୀକ୍ଷା ଆଗକୁ ଅଛି, ସେମାନେ ସବୁ ଷ୍ଟ୍ରଗଲ୍ କରୁଛନ୍ତି, କେମିତି କ'ଣ କରିବା ସେଥିପାଇଁ। ଆଚ୍ଛା, ଆଉ ଗୋଟେ କ୍ୱେଶ୍ଚନ୍, ଲାଷ୍ଟ କ୍ୱେଶ୍ଚନ୍, ଆପଣ ଯେଉଁ ଲାଇନ୍ଟି କଟୁଛି, ଆଚ୍ଛା ଯେଉଁ ସେସୁ, ଫିଡ୍କୋ ଏବଂ ଟାଟା ପ୍ରଭାବଟା କ'ଣ ରହୁଛି? ଦେଲାବେଳେ ବହୁତ କଟୁଛି ଲାଇନ୍, ଟାଟା ଲାଇନ୍ ବହୁତ କଟୁଛି। ଆଜ୍ଞା, ଆଉ ଆପଣ ତା ବିଷୟରେ କ'ଣ କହିବେ? ଟାଟା ରହିବା ଦରକାର ଓଡ଼ିଶାରେ ନା ରହିବା ଦରକାର? ଓଡ଼ିଶାରେ ରହିବା ଦରକାର ନାହିଁ, ଟାଟା ଯିବା ଦରକାର। ନାଁଟା କ'ଣ? ମୂଷା। ଆଚ୍ଛା, ଏ ଟାଟା ବିଷୟରେ କ'ଣ କହିବେ, ବିଦ୍ୟୁତ୍ ବିଭାଗ ବିଷୟରେ? ଆଜ୍ଞା, ତ ଲାଇନ୍ ତ ବାରମ୍ବାର ଖାଲି କଟୁଛି ଆଉ। ଲାଇନ୍ କଟୁଛି? ଆଚ୍ଛା, ଆଗରୁ କଟୁଥିଲା ଲାଇନ୍? ଆଗରୁ ସେମିତି କଟୁନଥିଲା, ଏବେ ତ ଏଇ 5-6 ଦିନ ହେଲା ଭାରି ଟ୍ରବୁଲ୍ ହେଉଛି। ପିଲା କେମିତି ପାଠ ପଢ଼ୁଛନ୍ତି? ଆଜ୍ଞା, କ'ଣ ସେ ଅନ୍ଧାରରେ ତ ପଢ଼ୁଛନ୍ତି ଆଉ କ'ଣ ପଢ଼ିବେ, ବହି ଆଡ଼େଇଲା ବେଳକୁ ଲାଇନ୍ କଟୁଛି। ଆପଣଙ୍କ ପରିଚୟ ଦେଲେ? ଆପଣଙ୍କ ନାଁ କ'ଣ? ଅଭୟ ପରିଡ଼ା। ଆଚ୍ଛା, ଏ ଯେଉଁ ଲାଇନ୍ଟି କଟୁଛି, ଅଘୋଷିତ ଭାବରେ ଲାଇନ୍କି ନ ଜଣେଇ ଲାଇନ୍ଟି କାଟୁଛନ୍ତି, ତା ବିଷୟରେ କ'ଣ କହିବେ? କ'ଣ କହିବ, ପିଲାଙ୍କର ପଢ଼ାପଢ଼ି ସବୁ ଟ୍ରବୁଲ୍ ହେଉଛି ଆଉ। ଆଚ୍ଛା, କଟୁଛି ଆଉ। ଏ କେତେ ଦିନ ହେଲାଣି ଏମିତି? ଏବେ ତ ବହୁତ କଟୁଛି ଆଉ। କ'ଣ କହିବେ ଟାଟା ବିଷୟରେ? ଟାଟା ବିଷୟରେ କ'ଣ, ଟାଟା କେମିତି ଓଡ଼ିଶାରେ ତ ଯିବ ଆଉ।